ଓଡ଼ିଶାର ଗୋଟିଏ ଛୋଟ ଗାଁରେ ରଘୁ ନାମର ଗୋଟିଏ ଗରିବ ମଣିଷ ରହୁଥିଲେ। ସେ ସବୁଦିନ ଜଙ୍ଗଲକୁ ଯାଇ କାଠ କାଟି ବିକ୍ରି କରି ଜୀବନ ଚଳାଉଥିଲେ। ଘରେ ତାଙ୍କର ଘରଣୀ ଓ ଛୋଟ ପୁଅ ଥିଲେ। ସେ ବହୁତ ଅଭାବରେ ଚଳୁଥିଲେ, କିନ୍ତୁ ଦୁଃଖ କରୁନଥିଲେ। ରଘୁ ସବୁବେଳେ କହୁଥିଲେ, ସତ୍ ପଥରେ ଚାଲିଲେ ଭଗବାନ ନିଜେ ଫଳ ଦେବେ। ଗାଁର ଲୋକେ ତାକୁ ଭଲ ପାଉଥିଲେ, କାରଣ ସେ ସତ୍ୟବାଦୀ ଓ ସହାୟକ ଥିଲେ। ଗୋଟିଏ ଦିନ ରଘୁ ଜଙ୍ଗଲର ଗଭୀରକୁ ଗଲା। ହଠାତ୍ ତାଙ୍କ ହାତରେ କିଛି କଠିନ ଜିନିଷ ଲାଗିଲା। ମାଟି ଖୋଳି ଦେଖିଲେ ଗୋଟିଏ ପୁରୁଣା ସୁନା କଳସ। କଳସଟି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ଚମକୁଥିଲା। ରଘୁ ଭୟ ଓ ଆଶ୍ଚର୍ଯ୍ୟରେ ପଡ଼ିଲେ। ସେ ଭାବିଲା, ଏହା ନେବି ନା ଛାଡ଼ିଦେବି। ଶେଷରେ ଘରକୁ ନେଇ ଆସିଲେ। ରାତିରେ ସମସ୍ତେ ଶୋଇଥିବା ବେଳେ କଳସ ଭିତରୁ ହାଲକା ଶବ୍ଦ ଆସିଲା, ଯିଏ ମୋତେ ସତ୍ ମନରେ ବ୍ୟବହାର କରିବ, ସେ ଖୁସିରେ ରହିବ। ରଘୁ ଭୟ କରିଲା, କିନ୍ତୁ ବୁଝିଲା ଏହା କିଛି ମାୟାବୀ ବସ୍ତୁ। ପରଦିନ ସେ କଳସରେ ପାଣି ଭରି ଗରିବ ଲୋକଙ୍କୁ ଦେଲା। ସେହି କଳସରୁ ପାଣି କେବେ ଶେଷ ହେଉନଥିଲା। ଗାଁର ଏକ ଧନୀ ଲୋକ ଏକଥା ଶୁଣିଲେ। ସେ ରଘୁକୁ କହିଲେ, କଳସଟି ମୋତେ ଦେଇଦିଅ, ମୁଁ ତୁମକୁ ବହୁତ ଟଙ୍କା ଦେବି। ରଘୁ ମନା କଲା, ଏହା ଭଗବାନଙ୍କର ଦାନ, ମୁଁ ଲୋଭ କରି ଏହା କାହାକୁ ଦେବି ନାହିଁ। ମଧ୍ୟରାତିରେ ଚୋରି କରି କଳସ ନେଇଗଲା, କିନ୍ତୁ ତା ଘରେ କଳସ କାମ କଲା ନାହିଁ। ପାଣି ଶୁଖିଗଲା। ମଧୁ ବୁଝିଲା, ଲୋଭୀଙ୍କ ପାଖରେ କଳସ କାମ କରେ ନାହିଁ। ସେ ରଘୁକୁ ଫେରାଇ ଦେଲା ଓ କ୍ଷମା ମାଗିଲା। କଳସ ଫେରି ଆସିବା ପରେ ପୁଣି ଅଦ୍ଭୁତ କାମ କଲା। ଗାଁରେ ପାଣି ଓ ଖାଦ୍ୟର ଅଭାବ ରହିଲା ନାହିଁ। ରଘୁ କଳସର ଶକ୍ତିକୁ ସମସ୍ତଙ୍କ ପାଇଁ ବ୍ୟବହାର କଲା। ଗୋଟିଏ ଦିନ ଗୋଟିଏ ସନ୍ନ୍ୟାସୀ ଆସିଲେ। କହିଲେ, କଳସ ମୋତେ ଦେଲେ ତୁମର ଅଧିକ ଧନୀ ହେବ। ରଘୁ ହସିକି କହିଲା, ମୋର ଧନ ହେଉଛି ଲୋକଙ୍କୁ ଖୁସି। ସନ୍ନ୍ୟାସୀ ହସିଲେ। ସେ ଭଗବାନଙ୍କର ପରୀକ୍ଷା ଥିଲେ। କଳସ ହଠାତ୍ ଆଲୋକ ହୋଇ ଆକାଶକୁ ଉଡ଼ିଗଲା। କଳସ ଯାଇଥିଲେ ମଧ୍ୟ ଗାଁରେ ରଘୁର ଦୟା ଓ ଭଲ ପାଇବା ସବୁଦିନ ପାଇଁ ରହିଗଲା।